आज वीडियो रे दीप विषय बहुत भल टिप्स गोटे अच्छी टिप्स विषय जानापी वीडियो लास्ट पर्यंत देखो। एक्चुअली ये पूर्व वर्ष ही मत जड़े कहले कि एमती कले दीपर जिते जागर दीप जला हुए सेटा माने डायरेक्ट सुखिला दीप ढाला फल बहुत सारा ऑयल से ऑब्जर्व करथाए किंतु एमती पूर्वर राति भेदे दे रखी दिंतु। देखो सब बेले खाली कौन गोटे एमतिया गेटअप धरुची। तू एमती गेटअप कहीं धरुचु माँ? तू पणस कठा आसी पणस कठा आज तरकारी हम भात डाली पणस कठा कषा कषी अच्छी ना कौन टे काटापी पनिकी तो मोर धार अच्छी आम घरे रही पिलाटी आज ए पलैब पलैबू आउ केत आसबू दी भौणी जाक सकाल सकाल बस पाठ पढ़ारे लगी पाठ पढ़ा तो नुह नांडू तू घर कहीं गलुनु आउ आई तो मारुची सब बड़े तू कौन कर पुचू आम घरे रही पिलाटी आज ए पलैब पलैबू आउ केत आसबू ऊपर बेले आसबू ऊपर मो बो ताक ठिया नहीं कि जीव बोली जीवा इच्छा अच्छी बाय कर बाय 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 केमती बाय एटा कहते पणस कठा टिके टिके सागे सागे मो झी रुषि जाइला कौन कहलु गछरु एटा होची जैक फ्रूट कौन है ना जैक फ्रूट ताको इंग्लिश से कहते जैक फ्रूट पणस देखे नो जो पणस पणस आसुची गछरु खरा दिन फैन ही जाए सब काटी सारी कथा
ରାତିରେ ଜଣେ ଛୁଆ କ'ଣ କରିକି ଖେଳୁଛି, ଫୁଲ ମେଞ୍ଚେ ଆଣି। ମାନ କ'ଣ ଖେଳ ଖେଳୁଛୁ? କ'ଣ ଖେଳ ଖେଳୁଛୁ? ଧନ ହେଇ କ'ଣ ଖେଳୁଛୁ? ଠାକୁର ପୂଜା ଖେଳ ଖେଳୁଛୁ। ମୁଁ ଏଠି କରୁଛି ରୁଟି। ଏଇ ଦୁଇଟା ରୁଟି ମୁଁ କରିଛି, କିନ୍ତୁ ତଳର ସବୁ ରୁଟି ଗୁଡ଼ାକ ଆଜି ଆମର ରାଜୁ କରୁଛନ୍ତି। କେତେ ସୁନ୍ଦର ସୁନ୍ଦର ବେଲିଛନ୍ତି, ପୁରା ପରଫେକ୍ଟ ରାଉଣ୍ଡ ସେପ୍ର ହେଉଛି। ଏଇ ଦୁଇଟା କେବଳ ମୁଁ କରିଛି। ହଁ, ଆଉ ଦୁଇଟା ଦେଖନ୍ତୁ କେତେ ପରଫେକ୍ଟ, ପୁରା ଗୋଲ 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 କରୁଛନ୍ତି। ସବୁଠୁ ବଡ଼ କାମ ଶିଖି ଯାଇଛନ୍ତି, କିନ୍ତୁ ଛୋଟ କାମ ଗୁଡ଼ାକ ଶିଖିନାହାନ୍ତି। ରୁଟି ବେଲିବାଟା ଶିଖି ଯାଇଛନ୍ତି, କିନ୍ତୁ ଚକଟିବାଟା ଟିକେ ପ୍ରୋବ୍ଲେମ୍ ହେଉଛି ଆଉ। ଗୋଟେ ବଢ଼ିଆ ଜିନିଷ ଦେଖାଉଛି, ଦେଖନ୍ତୁ। ଯେଉଁମାନେ ବି ଟ୍ରିକ୍ସଟା ଜାଣିନାହାନ୍ତି କରନ୍ତୁ ଏମିତି। ମୁଁ ଆକ୍ଚୁଆଲି ଏଇ ପୂର୍ବ ବର୍ଷ ହିଁ ମୋତେ ଜଣେ କହିଲେ କି ଏମିତି କଲେ ଦୀପରେ ଯେତେବେଳେ ଜାଗରରେ ଦୀପ ଜଳା ହୁଏ, ସେଟା ମାନେ ଡାଇରେକ୍ଟ ଶୁଖିଲା ଦୀପରେ ଆଣି ଢାଳିଲା ଫଳରେ ବହୁତ ସାରା ଅଏଲ୍ ସେ ଅବଜର୍ଭ କରିଥାଏ। କିନ୍ତୁ ଏମିତି ପୂର୍ବରୁ ରାତିରେ ଭେଦେଇ ଦେଇକି ରଖିଦିଅନ୍ତୁ ଦୀପକୁ, ଯାହାଦ୍ୱାରା କି ଦୀପଟା ପୁରା ବତୁରି ଯାଇଥିବ, ଆଉ ମାନେ ଅଏଲ୍ ସେତେ ଅବଜର୍ଭ କରିବନି। ଆଉ ପୂର୍ବ ବର୍ଷ ମୁଁ ସେଇ ଯିଏ କହିଥିଲେ ମୋତେ ସେଇ ଦିନ ହିଁ କହିଲେ, ସେଥିପାଇଁ ମୁଁ ଅଧିକ ଟାଇମ୍ ପାଇନଥିଲି। ପୁରା ଜାଗର ଜାଳିବା ମାନେ ସନ୍ଧ୍ୟାର 2 ଘଣ୍ଟା ପୂର୍ବରୁ ହିଁ ବତୁରେଇଥିଲି, ଆଉ ଭଲ ରେଜଲ୍ଟ ବି ପାଇଥିଲି। ସେଥିପାଇଁ ଏ ବର୍ଷ କ'ଣ କରୁଛି ନା, ଆଜି ରାତିରୁ ବତୁରେଇ ଦେଉଛି। ସେ କହିଥିଲେ କି ପୁରା ରାତିରୁ ବତୁରେଇ ଦେବି, କାଢ଼ିଦେବି ଟିକେ, ପୁଣି ଶୁଖିଦେବି ତାକୁ। ସେ ସାଙ୍ଗେ ସାଙ୍ଗେ ବି ଶୁଖିଯିବ, କିଛି ସମୟ ପରେ ସାଙ୍ଗେ ସାଙ୍ଗେ ଶୁଖିଯିବ। ଆମର 3ଟା ଦୀପ ଅଣା ହେଇଛି। 3ଟା ଦୀପ, ରାଜୁଙ୍କର ଗୋଟେ, ମୋର ଗୋଟେ, ଆଉ ତା ବାବାଙ୍କର ଗୋଟେ। 3ଟା ଦୀପ ତାକୁ ଧୋଇ ଦେଇଛି ଭଲସେ, ବତୁରେଇଛି, ତାକୁ କାଢ଼ିଦେବି, ପୁଣି ଥରେ ଆଉ ଥରେ ଇଏ କରିବି। ଯେମିତି ମୁଁ ଜାଣିନଥିଲି, ଜାଣିଲି ଫାଷ୍ଟ ଟାଇମ୍। ମୁଁ ଭାବିଲି କି ମୁଁ ଟିକେ ଜଣେଇଲି ମେ ବି କାହାକୁ ହେଲ୍ପଫୁଲ୍ ରହିବ। ଯେଉଁମାନେ ବି ଜାଣିନାହାନ୍ତି କରନ୍ତୁ ଏମିତି, ବତୁରେଇ ଦିଅନ୍ତୁ। କିଛି ନହେଲେ ବି ଆଟଲିଷ୍ଟ ଜାଗର ଦିନ ସକାଳୁ ବତୁରେଇ ଦିଅନ୍ତୁ, ଆଉ ରାତିରେ ଯେତେବେଳେ ଦୀପ ଜାଳୁଛନ୍ତି ସେତେବେଳେ କାଢ଼ି ଦିଅନ୍ତୁ। ବହୁତ ଭଲ ରେଜଲ୍ଟ ପାଇବେ। ବହୁତ କମ୍ ତେଲ ଅବଜର୍ଭ କରିବ, କମ୍ ଘିଅ କିମ୍ବା ତେଲ ଯାହା ବି ଆପଣ ୟୁଜ୍ କରୁଛନ୍ତି, ଯାହାହେଲେ ବି ନର୍ମାଲରେ ଯେମିତି ଜାଳିଲେ ତା ଅପେକ୍ଷା ତ କମ୍ ଅବଜର୍ଭ କରିବ। ଆଉ ଇଏ ଗୋଟେ ଛୁଆ ଦେଖନ୍ତୁ, ସବୁବେଳେ ଖାଲି କ'ଣ ଗୋଟେ ଏବେ ଏମିତିଆ ଗେଟଅପ୍ ଧରୁଛି। ତୁ ଏମିତି ଗେଟଅପ୍ କାହିଁ ଧରୁଛୁ ମା? ତୁ ତ ନିଜେ ଗୋଟେ ଛୁଆ, ତୁ କାହିଁ ଛୁଆ ଧରିକି ବୁଲୁଛୁ ମ? ହାଇ ଟିକେ କରିଦେନି, ଧରିକି ପଳେଇଲା। ଯାହା ପାଖରେ ବି ପହଞ୍ଚୁଛି ଭିଡ଼ିଓଟା ଲାଇକ୍ କର, ସେୟାର କର, ଆଉ ସବସ୍କ୍ରାଇବ୍ କରିବାକୁ ଚ୍ୟାନେଲ୍ ବି ଜମାରୁ ବି ଭୁଲନ୍ତୁନି। ଆଉ ଏଇ ଭିଡ଼ିଓଟାକୁ ତ ସେୟାର କରନ୍ତୁ, ଏଥିପାଇଁ କି କାହାକୁ ମେ ବି ହେଲ୍ପଫୁଲ୍ ରହିବ, କାହିଁକିନା ବହୁତ ବଢ଼ିଆ ମାନେ ଭଲ ଟିପ୍ସଟେ ଏଇଟା ଜାଗର ପାଇଁ। ବତୁରିବା ଦରକାର। ସମସ୍ତେ ମେ ବି କିଏ ଜାଣିଥିବେ, କିନ୍ତୁ ମୁଁ ତ ଜାଣିନଥିଲି। ମୁଁ ଫାଷ୍ଟ ଟାଇମ୍ ପାଇଁ ଜାଣିଲି, ଆଉ ମୁଁ ସିଓର ଅଛି କି ମୋ ପରିକା ବି ବହୁତ ଲୋକ ଜାଣିନଥିବେ। ଯେଉଁମାନେ ବି ଜାଗର କରୁଛନ୍ତି, ମୋ ପରିକା ଜାଣିନଥିବେ କି ଏମିତି ବତୁରା ଯାଏ ବୋଲି। ମୁଁ କେବେ ହିଁ ବତୁରେଇନି। ଏଇ ପୂର୍ବ ବର୍ଷ ବତୁରେଇଥିଲି ବହୁତ କମ୍ ସମୟ ପାଇଁ। ସିଏ ଯିଏ କହିଥିଲେ ମୋତେ, ସେ କହିଲେ କି ଜାଗର ପୂର୍ବ ଦିନ ରାତିରୁ ବତୁରେଇ ଦେଲେ ଆହୁରି ଭଲ ରେଜଲ୍ଟ। ତ ଏ ବର୍ଷ ଦେଖିବା, ପୂର୍ବରୁ ତ ଭେଦଉଛି, କ'ଣ ହେଉଛି ବତୁରଉଛି। ବତୁରେଇବା ବହୁତ ଇଜି, ଯେମିତିକି ମାନେ ଭିଜି ପାରୁଥିବା ଦରକାର, ଦୀପଟା ବୁଡ଼ିକି ରହିପାରୁଥିବା ଦରକାର। ମୁଁ ସେଥିପାଇଁ ମଗଟା ହିଁ ୟୁଜ୍ କରିଛି। ଆଉ ଏ ମଗରେ ଦେଇଦେଇଛି ପାଣି, ତାପରେ 3ଟା ଦୀପକୁ ବତୁରେଇ ଦେଇଥିଲି। କିନ୍ତୁ ଯେତେବେଳେ ସାଙ୍ଗେ ସାଙ୍ଗେ ଆଣିଥିଲି, ପାଣିରେ ବୁଡ଼େଇକି ସାଙ୍ଗେ ସାଙ୍ଗେ କାଢ଼ି ଦେଉଥିଲି, ସାଙ୍ଗେ ସାଙ୍ଗେ ପାଣି ସବୁ ଅବଜର୍ଭ କରିନେଉଥିଲା, କାହିଁକିନା ପୁରା ଶୁଖିକି ଥିଲା। ଟିକେ ଏବେ ଓଦା ହେଇଗଲାଣି, ସେଥିପାଇଁ ଶୁଖି ପାରୁନି, ଟିକେ ଲେଟ୍ ହେଉଛି।